ଫଟୋ ମୁଁ ଦେଇଦେଲି। ତାପରେ ଆମେ କରିବା ସେଭ୍ ଆଣ୍ଡ ନେକ୍ସଟ। ନମସ୍କାର ସବନ୍ଧୁ। ତ ସବନ୍ଧୁ, ଏହା ପୂର୍ବରୁ ଆମେ ମାଗଣାରେ କରନ୍ତୁ ଛେଳି ଚାଷ ବାବଦରେ ଏକ ଭିଡ଼ିଓ ଅପଲୋଡ଼ କରିଥିଲୁ, ଯେଉଁଟାକି ସେ ଭିଡ଼ିଓଟି ଏବେ ଚାଲିଛି। ବହୁତ ସାରା ଭଲ ଭାଇ ରହୁଛନ୍ତି ବି ଆମକୁ କିଛି କଲ୍ କରୁଛନ୍ତି ଯେ ମାଗଣାରେ ଆପଣ କିପରି ଛେଳି ଚାଷ କରିବେ ସେ ବାବଦରେ ସେ ଭିଡ଼ିଓଟି। ପ୍ରାୟ କିଛି ସବସ୍କ୍ରାଇବ୍ ଭାଇ ଆମକୁ କଲ୍ କରୁଛନ୍ତି ଯେ ଆମେ ଯେଉଁ MKY ଯୋଜନା ଅଛି ସେ MKY ଯୋଜନା ଆମେ କିପରି ଆବେଦନ କରିବୁ, କିପରି ତାର ପ୍ରୋସେସ୍ ଡିଟେଲ୍ ଆମକୁ ଟିକେ ବୁଝେଇ କୁହନ୍ତୁ। ମୁଁ ବି ପ୍ରାୟ କେତେ ଜଣ ଫୋନ୍ କରୁଛନ୍ତି କେତେ କ୍ୟାପାସିଟିରେ ଆମେ ହେଲେ ଆମେ MKY ଯୋଜନାରେ ଆପ୍ଲାଏ କରିବୁ। ତ ସେ ବାବଦରେ ଗୁଡ଼ାଏ ଫୋନ୍ ଆସିଛି। ମୁଁ ସେମାନଙ୍କୁ କହିଛି, ତା ସହିତ ମୋ ଦ୍ୱାରା ଯେତିକି ସମ୍ଭବ ହେଉଛି କୃଷି ବିଭାଗର ଯେଉଁ ଅଧିକାରୀ ଅଛନ୍ତି ତାଙ୍କ ସହିତ ବି ମୁଁ ଯୋଗାଯୋଗ କରିଯାଉଛି। ତାଙ୍କ ନମ୍ବର ବି ମୁଁ ଦେଇଛି। ଯେଉଁମାନେ ମୋତେ କଣ୍ଟାକ୍ଟ କରିଥିବେ ସେମାନେ ଜାଣିପାରୁଥିବେ। ତ ଆସନ୍ତୁ ମୁଁ ଆପଣଙ୍କୁ ଆଜି ସେ ବାବଦରେ କହିବି ଯେ ଆପଣ ଯେଉଁ MKY ଯୋଜନା ଆବେଦନ ଆପଣ କିପରି କରିବେ, ତାର ଅନଲାଇନ୍ ଆପଣ କାହାକୁ ଯୋଗାଯୋଗ କରିବେ, କିପରି ତାର ପ୍ରୋସେସ୍ ଆପଣଙ୍କୁ କହିବି। ତ ଦର୍ଶକ ବନ୍ଧୁ, ତ ଆପଣଙ୍କର କ୍ରୋମରେ ଆପଣ ଟାଇପ୍ କରିବେ ଗୋସଗମ ପୋର୍ଟାଲ, ଆପଣ ଟାଇପ୍ କରିବେ। ଟାଇପ୍ କଲା ପରେ ଆପଣ ଗୋସଗମ ଆପଣ ଆସିବ। ଆପଣଙ୍କ ମୋବାଇଲ୍ ନମ୍ବର ଦେବେ। ଆଧାର ନମ୍ବର ଦେଇକି ଆପଣ କରିପାରିବେ। ଏଠି ପାସୱାର୍ଡ଼ଟା ମୁଁ ଦେଉଛି। ତାର କାପ୍ଚା ଖୋଲିଲା ପରେ ଆପଣ ଏରକମ ବି ଖୋଲିଯିବ। ଯଦି ଆପଣଙ୍କର ୟୁଜର୍ ଆଇଡି ପାସୱାର୍ଡ଼ ବନେଇଥିବେ, এইটা ଆପଣ তিনটা এটা ଅଛି କ୍ଲିକ୍ କରିବେ। এটা ଡେସ୍କଟପ୍ ମୋଡ଼ରେ ଅଛି। ଆସିଲା। ଏଠି ଆପଣ ଅଛି ଦେଖନ୍ତୁ ଡାଇରେକ୍ଟରେଟ୍ YG ସ୍କିମ୍ସ ଆଣ୍ଡ ସର୍ଭିସେସ୍। ଫିସାରିଜ୍ ଅଛି, ଆନିମାଲ୍ ହଜବେଣ୍ଡାରୀ ଅଛି, ଅପିକଲ୍ ଅଛି, ହର୍ଟିକଲଚର ଅଛି, ସଲ୍ଟ କନଜରଭେସନ୍ ଅଛି, ଏଗ୍ରିକଲଚର ଅଛି, ଫ୍ୟାକ୍ଟରି ବଏଲର୍ସ ଅଛି, ରେଭିନ୍ୟୁ ଡିପାର୍ଟମେଣ୍ଟ ଅଛି, ହାଉସିଂ ଆଣ୍ଡ ଅର୍ବାନ୍ ଡିପାର୍ଟମେଣ୍ଟ ଅଛି, ଏନର୍ଜି ଡିପାର୍ଟମେଣ୍ଟ ଅଛି, ଆଉ ପଲ୍ୟୁସନ୍ କଣ୍ଟ୍ରୋଲ ଅଛି। ଏସବୁ ଅଛି। ତ ମେନ୍ ହେଉଛି ଆମର ଆମେ ଜାଣିବା MKY ସ୍କିମ୍, ଯେଉଁ ବଡ଼ ସ୍କିମ୍ଟା ଆମେ ସେଇଟା ଆପ୍ଲାଏ କରିବା। ତ ବଡ଼ ସ୍କିମ୍ ହେଲେ ଆମେ କେଉଁଠି ଯିବା, ଆମେ ଯିବା କେଉଁଠି ଅପିକଲ୍। এই অপিকল ଅଛି, ଅପିକଲ୍ ଉପରେ କ୍ଲିକ୍ କରିବେ। ଭି ଉପରେ ଅଛି, ଆସିଗଲା। ଏଇଠି ହେଲା। ଆଉ ଦେଖନ୍ତୁ ଅପିକଲ୍ ଉପରେ ଆସିଲା ପରେ ମୁଁ କହିଥିଲି ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଥିବ, ଅପିକଲ୍ରେ ଥିବ ଦେଖେଛି ମୁଖ୍ୟମନ୍ତ୍ରୀ କୃଷି ଯୋଜନା MKY ସେକ୍ଟର ହେଉଛି ଅପିକଲ୍ ମାଧ୍ୟମରେ ଏଇଟା କରିପାରିବେ। ତେଣୁ ଏଠି ଆପଣ କ୍ଲିକ୍ କରିବେ, ଆପ୍ଲାଏ ଆପଣ କ୍ଲିକ୍ କରିବେ। ବାସ୍ ଆପ୍ଲାଏ ଯେଉଁ କ୍ଲିକ୍ କରିବେ, ବାସ୍ ଦେଖନ୍ତୁ ଏ ହେଉଛି ଆସିଗଲା, ଫର୍ମ ଆସିଗଲା। ସ୍କିମ୍ ମୁଖ୍ୟମନ୍ତ୍ରୀ କୃଷି ଯୋଜନା MKY ডিটেল আপনার এটা ভরবে, বেসিক ইনফরমেশন ভরবে, আধার নম্বর দেবে, ইমেল আইডি দেবে, দেখুন মোবাইল নম্বর, ডেট অফ বার্থ, ক্যাটেগোরি আপনার দেখা মু ভরুছি। এটি আধার নম্বর আপনার দেবে। ভেরিফাই করবে। দেখুন এটি আপনার OTP আসব, আপনার এন্টার OTP মারবে। এটি আসলা 685451 685451। তারপরে হচ্ছে আই এগ্রি টু EKYC কমপ্লিটর ଅଛି, এগ্রি উপরে ক্লিক করবে। EKYC আপনার হব, এটি মাগুছি। বাস ହେଲା ପରେ ଭେରିଫାଇ ହେଇଗଲା। ଦେଖନ୍ତୁ ଆସିଲା ନା ସବୁ ଡିଟେଲ୍ ଆପଣ ଆଧାର ଯାହା ଥିବ ସେ ହେଉଛି ଆସିଗଲା। ମେଲ୍ ଆଇଡ଼ିଟା ଦେଇପାରିବେ। ଏଇଟା ବି ଯେଉଁଟା ଷ୍ଟାର୍ ମାର୍କ ଅଛି ସେଇଟା ନିହାତି ଆପଣ ଦେବେ। କ୍ୟାଟେଗୋରୀ ଦେଖନ୍ତୁ, ଡେଟାକୁ ଦେଖନ୍ତୁ, ଆଧାର ଯାହା ଥିଲା ଅଟୋମେଟିକ୍ ସେ ପଳେଇଗଲା। ଯାହା ଆପଣ ଦେବେ ସେ ସବୁ ରହୁଛି। ତାପରେ ଫାଦର ନାଁ ଦେବେ ଏଠି। ডিফরেন্টলি এবল্ড নো, ফটো আপনার দেবে।
ଆଉ କମ୍ୟୁନିଷ୍ଟ ଆଡ୍ରେସ୍ ଭରିବେ ଟୁ ବାଲେଶ୍ୱର ବ୍ଲକ ନାଁ ବ୍ଲକ ହଇରା ୱାର୍ଡ଼ ହେଉଛି ମାନେ ଏଇଟା ହେଉଛି ଆପଣ ଜିପିଟା ଆସିବ ୱାର୍ଡ଼ ଜିପି ଭିଲେଜ କେଉଁଠି ସେସବୁ ପ୍ରାୟ ଇଏ ଅଛି ଆଡ୍ରେସ୍ ହେଉଛି ଆପଣ ଦେଇଦେବେ ଏଠି ଫଟୋ ମୁଁ ଦେଇଦେଲି ତାପରେ ଆମେ କରିବା ସେଭ୍ ଆଣ୍ଡ ନେକ୍ସଟ ଦେଖନ୍ତୁ ଆଉ ଗୋଟେ ଫର୍ମ ଖୋଲିଲା ମୁଖ୍ୟମନ୍ତ୍ରୀ କୃଷକ ଯୋଜନା MKI ଦେଖନ୍ତୁ ଆପଣ ଏଇ ଫର୍ମଟା ଆପଣ ଫିଲ୍ଅପ୍ କରିବେ ସେଲ୍ଫ ଏଇଟା ହେଉଛି ଫାର୍ମର ଇନଫର୍ମେସନ୍ ଆଡ୍ରେସ୍ ତାପରେ ସେଲ୍ଫ ଇନଫର୍ମେସନ୍ ଏଇଟା ଦେବେ ଡକୁମେଣ୍ଟ ଆଡ୍ରେସ୍ ଆପଣଙ୍କର ଅଛି ଟୁ ସେଟଅପ୍ କେଉଁଠି ଆପଣଙ୍କର ସେ କରିବେ ଯେଉଁ ସ୍କିମ୍ଟା ଫାର୍ମର ଇନଫର୍ମେସନ୍ ଦେବେ ଆପଣଙ୍କର ମୁଁ ଏଇଟା କରୁନାହିଁ ମୋ ନାଁରେ ମୁଁ ଆପ୍ଲାଏ କରୁନି ଆପଣଙ୍କୁ ଦେଖିବା ପାଇଁ ଇଏ କରୁଛି ପ୍ରୋଜେକ୍ଟ କଷ୍ଟ ଏଠି ଅଛି ଟୋଟାଲ ପ୍ରୋଜେକ୍ଟ କଷ୍ଟ ଏଠି କମେଣ୍ଟ କେତେ ଅଛି ଡିଟେଲ୍ ଏଇଟା ଅଛି ଭରିବେ ତେଣୁ ମୁଁ ଭରୁନାହିଁ ସେଥିପାଇଁ ଆପଣଙ୍କୁ ଏସବୁ ଏ ଫର୍ମ ଭରିଲା ପରେ ତାପରେ ଆପଣଙ୍କର ଅଛି 7 ଡ୍ରାଫ୍ଟ ଆଉ 7 ନେକ୍ସଟ ଉପରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଏଠି ଅଛି ଗେଟ୍ ଏରିଆ କେଉଁ କେତେ ଏରିଆରେ ଆପଣଙ୍କର ସେ କରିବେ ସେଠି ମାଗିବ ତ ଏଇଭଳି ଭାବେ ଆପଣଙ୍କର ଯେଉଁ ମୁଖ୍ୟମନ୍ତ୍ରୀ କୃଷକ ଯୋଜନା ଆପଣଙ୍କର ଆପ୍ଲାଏ ଆପଣ କରିବେ ଏଇଟା ଡେମୋ ଆପଣଙ୍କୁ ଦେଖେଇଦେଲି ଭିଡ଼ିଓ ଆପଣ କରି ଦେଖେଇଲି ତ ଦେଖି ଆପଣ ବୁଝିପାରିଥିବେ ତ ଯେଉଁମାନେ ଚାହୁଁଛନ୍ତି ଯେ ଆପେ ଆବେଦନ କରିବା ପାଇଁ ତ ଆମକୁ କଣ୍ଟାକ୍ଟ କଲେ ବି ଆମେ ତାଙ୍କର ଆବେଦନ କରିଦେବୁ ବାସ୍ ଆମକୁ କଣ୍ଟାକ୍ଟ କଲେ ବାସ୍ ଦର୍ଶକ ବନ୍ଧୁ ଇଏ ତ ଆପଣଙ୍କୁ କହିଗଲି ଯେ ଆପଣଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆପଣ କିପରି ଆବେଦନ କରିବେ ତାର ଲାଇଭ୍ ଡେମୋ କରି ଆପଣଙ୍କୁ ଦେଖେଇଲି ପ୍ରାୟତଃ ଭାବୁଛି ଆପଣ ଦେଖି ବୁଝିପାରିଥିବେ ତ ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଯେଉଁମାନେ ସବସ୍କ୍ରାଇବ୍ କରୁଛନ୍ତି ଘଣ୍ଟି ବଜାଇବା ପାଇଁ ଭୁଲନ୍ତୁ ନାହିଁ ଆଉ ଭିଡ଼ିଓ ଅନ୍ୟମାନଙ୍କୁ ସେୟାର କରନ୍ତୁ ତ ଏହା ବଦଳରେ କିଛି ଜାଣିବେ ଆପଣ ତ ଜାଣିଲେ ତ ଅନ୍ୟମାନେ କିଛି ଜାଣିବେ ଦର୍ଶକ ବନ୍ଧୁ ଆଜି ତ ସମୟ ହେଇଯାଇଛି ପୁଣି ଦେଖା ହେବା ଆଉ ଗୋଟେ ନେକ୍ସଟ ଟପିକରେ ଦର୍ଶକ ବନ୍ଧୁ ରହିଲି ନମସ୍କାର ଜୟ ଜଗନ୍ନାଥ ଧନ୍ୟବାଦ।